ଭାରତୀୟଙ୍କ ଦୈନିକ ଜୀବନରେ ଗୋଟିଏ କପ୍ କଡ଼ା ଚା ଗୁରୁତ୍ୱ ଅଲଗା। ସକାଳ ଆରମ୍ଭରୁ ସନ୍ଧ୍ୟାର ବିଶ୍ରାମ ସବୁଠି ଚା ଆମ ସାଙ୍ଗ। କିନ୍ତୁ ଆପଣ ଧ୍ୟାନ ଦେଇଛନ୍ତି କି ଆଗ ଭଳି ଚାର ସେହି କଡ଼ାପଣ ଆଜି କମିଯାଇଛି। ଏହା ପଛରେ ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ। ଟି ବୋର୍ଡ ଅଫ୍ ଇଣ୍ଡିଆଙ୍କ ତଥ୍ୟ ଅନୁସାରେ 2024ରେ ଚା ଉତ୍ପାଦନ 2023 ତୁଳନାରେ 900 ଲକ୍ଷ କିଲୋରୁ ଅଧିକ କମିଛି। ଚା ଫସଲ ପାଇଁ 18ରୁ 30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଉପଯୁକ୍ତ। କିନ୍ତୁ ବର୍ତ୍ତମାନ ଆସାମ ଓ ଦାର୍ଜିଲିଂ ଭଳି ଅଞ୍ଚଳରେ ତାପମାତ୍ରା 36ରୁ 40 ଡିଗ୍ରୀ ପର୍ଯ୍ୟନ୍ତ ବଢୁଛି। ଏହାର ପ୍ରଭାବ କେବଳ ଉତ୍ପାଦନରେ ନୁହେଁ, ଚାର ଗୁଣବତ୍ତା ମାନର ମଧ୍ୟ ପଡୁଛି। ପଲିଫେନଲ୍ ଓ ଆମିନୋ ଏସିଡ୍ ଭଳି ଉତ୍ପାଦନ ଚାରା ଦ୍ୱାରା ସ୍ୱାଦ ଓ କଡ଼ାପଣ ନିର୍ଣ୍ଣୟ କରେ। କିନ୍ତୁ ଅନୁକୂଳ ପରିବେଶ ନଥିବାରୁ ଏହି ଉପାଦାନ ପରିଣାମ ମିଳୁଛି। ଫଳରେ ଚା ଆଖିରୁ ଭଲ ଦିଶୁଥିଲେ ବି ସ୍ୱାଦରେ ହେଉଛି ହ୍ରାସ। ବିଶେଷଜ୍ଞମାନଙ୍କ ଚେତାବନୀ, ଯଦି ଏହି ପରିସ୍ଥିତି ଚାଲିଥାଏ ତେବେ ଚା ଉତ୍ପାଦନ ଆଉ କମିଯିବ ଏବଂ ଚାର ଦାମ ବଢ଼ିବ। ସେଦିନ ଦୂର ନୁହେଁ ଯେତେବେଳେ ସାଧାରଣ ଚା ବିଳାସମୟ ପାନୀୟ ହେବ। ତେଣୁ ଏବେ ସମୟ ପରିବେଶକୁ ସୁରକ୍ଷା କରିପାର, ନହେଲେ ଆଗାମୀ ଦିନରେ କଡ଼ା ଚା କେବଳ ସ୍ମୃତି ହୋଇ ରହିଯିବ। ବ୍ୟୁରୋ ରିପୋର୍ଟ, ଆଲୋକିତ ଓଡ଼ିଶା।